ଓମ୍ ଶାନ୍ତି। 26 ଅକ୍ଟୋବର 2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 15 ଅକ୍ଟୋବର 2007। ମୁରଲୀର ସାରାଂଶ। ସଙ୍ଗମ ଯୁଗର ଜୀବନମୁକ୍ତ ସ୍ଥିତିର ଅନୁଭବ କରିବା ପାଇଁ ସବୁ ବୋଝ ବା ବନ୍ଧନଗୁଡ଼ିକୁ ବାବାଙ୍କୁ ଦେଇ ଡବଲ ଲାଇଟ୍ ହୁଅ। ସଙ୍ଗମ ଯୁଗର ଜୀବନ ମୁକ୍ତ ସ୍ଥିତିର ଅନୁଭବ କରିବା ପାଇଁ ସବୁ ବୋଝ ବା ବନ୍ଧନ ଗୁଡ଼ିକୁ ବାବାଙ୍କୁ ଦେଇ ଡବଲ ଲାଇଟ୍ ହୁଅ। ଆଜି ବିଶ୍ୱ ରଚୟିତା ବାପ ଦାଦା ନିଜର ପ୍ରଥମ ରଚନା ଅତି ପ୍ରିୟ ଏବଂ ଭାଗ୍ୟବାନ ପିଲାମାନଙ୍କ ସହିତ ମିଳନ ମେଳା କରୁଛନ୍ତି। କେତେକ ସନ୍ତାନ ସମ୍ମୁଖରେ ବସିଛନ୍ତି ଏବଂ ନିଜର ନୟନ ଦ୍ୱାରା ଦେଖୁଛନ୍ତି, କିନ୍ତୁ ଚାରିଆଡ଼ର ଅନେକ ସନ୍ତାନ ବାପ ଦାଦାଙ୍କର ଦିଲ୍ ଭିତରେ ସମାହିତ ହୋଇ ରହିଛନ୍ତି। ତେବେ ବାପ ଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ 3 ପ୍ରକାରର ଭାଗ୍ୟର 3ଟି ତାରକା ଚମକୁଥିବାର ଦେଖୁଛନ୍ତି। ଗୋଟିଏ ହେଲା ବାପ ଦାଦାଙ୍କ ଦ୍ୱାରା ଶ୍ରେଷ୍ଠ ପାଳନାର ଭାଗ୍ୟ। ଦ୍ୱିତୀୟଟି ହେଲା ଶିକ୍ଷକଙ୍କ ଦ୍ୱାରା ପାଠ ପଢ଼ାର ଭାଗ୍ୟ ଏବଂ ତୃତୀୟଟି ହେଲା ସତ୍ ଗୁରୁଙ୍କ ଦ୍ୱାରା ପ୍ରାପ୍ତ ବରଦାନ ରୂପୀ ଭାଗ୍ୟଗୁଡ଼ିକର ଚମକୁଥିବା ତାରକା। ତେବେ ତୁମେମାନେ ମଧ୍ୟ ନିଜ ନିଜର ମସ୍ତକରେ ଚମକୁଥିବା ତାରକାଗୁଡ଼ିକୁ ଅନୁଭବ କରୁଛ ତ? ଏମିତି ତ ତୁମମାନଙ୍କର ସର୍ବସମ୍ବନ୍ଧ ବାପ ଦାଦାଙ୍କ ସହିତ ରହିଛି। ପୁଣି ବି ଜୀବନରେ ଏହି 3ଟି ସମ୍ବନ୍ଧର ଆବଶ୍ୟକତା ରହିଛି ଏବଂ ତୁମ ସମସ୍ତ ଶିଖିଲଧେ ଏବଂ ଗେହ୍ଲା ସନ୍ତାନମାନଙ୍କୁ ଏହା ସହଜରେ ପ୍ରାପ୍ତ ହୋଇଯାଉଛି। କ'ଣ ପ୍ରାପ୍ତ ଅଟେ ନା? ନିଶା ଅଛି ନା? ଦିଲ୍ ଭିତରେ ଏହି ଗୀତ ଗାଉଛ ନା? ବାହା ବାବା ବାହା, ବାହା ଶିକ୍ଷକ ବାହା, ବାହା ସଦ୍ଗୁରୁ ବାହା। ଦୁନିଆର ଲୋକମାନେ ତ ଲୌକିକ ଗୁରୁ, ଯାହାକୁ ମହାନ ଆତ୍ମା ବୋଲି କହୁଛନ୍ତି, ତାଙ୍କଠାରୁ ଗୋଟିଏ ବରଦାନ ପାଇବା ପାଇଁ ମଧ୍ୟ କେତେ ଚେଷ୍ଟା କରୁଛନ୍ତି, କିନ୍ତୁ ତୁମମାନଙ୍କୁ ଜନ୍ମ ହେବା ମାତ୍ରକେ ବାବା ଅତି ସହଜରେ ବରଦାନ ଗୁଡ଼ିକରେ ସମ୍ପନ୍ନ କରିଦେଇଛନ୍ତି। ଏତେ ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହେବ ବୋଲି କ'ଣ କେବେ ସ୍ୱପ୍ନରେ ମଧ୍ୟ ଭାବିଥିଲ କି? ଯେ ଭଗବାନ ପିତା ଆମ ଉପରେ ଏଭଳି ସ୍ୱାହା ହୋଇଯିବେ। ଭକ୍ତମାନେ ତ ଭଗବାନଙ୍କର ଗୀତ ଗାଉଛନ୍ତି, କିନ୍ତୁ ଭଗବାନ ପିତା କାହାର ଗୀତ ଗାଉଛନ୍ତି? ତୁମ ଭଳି ଭାଗ୍ୟବାନ ପିଲାମାନଙ୍କର ଗୀତ ଗାଉଛନ୍ତି। ଏବେ ବି ତୁମେମାନେ ଭିନ୍ନ ଭିନ୍ନ ଦେଶମାନଙ୍କରୁ କେଉଁ ବିମାନ ଦ୍ୱାରା ଆସିଛ? ସ୍ଥୂଳ ବିମାନରେ ନା ପରମାତ୍ମା ସ୍ନେହରୂପୀ ବିମାନରେ ସବୁଆଡ଼ୁ ଆସି ପହଞ୍ଚି ଯାଇଛ? ତେବେ ଏହି ପରମାତ୍ମା ସ୍ନେହର ବିମାନ କେତେ ସହଜରେ ଏଠାକୁ ନେଇ ଆସୁଛି। କୌଣସି ଅସୁବିଧା ହେଉନାହିଁ। ତେଣୁ ସମସ୍ତେ ପରମାତ୍ମା ସ୍ନେହର ବିମାନରେ ଆସି ପହଞ୍ଚି ଯାଇଛ। ଏଥିପାଇଁ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ଦେଖି ଚାହେ ପ୍ରଥମ ଥର ପାଇଁ ଆସିଥାନ୍ତୁ ବା ବହୁତ ଦିନରୁ ଆସୁଥାନ୍ତୁ, କିନ୍ତୁ ବାପ ଦାଦା ସମସ୍ତଙ୍କର ବିଶେଷତାକୁ ଜାଣିଛନ୍ତି। ବାପ ଦାଦାଙ୍କର କୌଣସି ବି ସନ୍ତାନ ଚାହେ ଛୋଟ ହୋଇଥାଉ, ଚାହେ ବଡ଼ ହୋଇଥାଉ, ଚାହେ ମହାବୀର ହୋଇଥାଉ କି ପୁରୁଷାର୍ଥୀ ହୋଇଥାଉ, କିନ୍ତୁ ପ୍ରତ୍ୟେକ ସନ୍ତାନ ଗେହ୍ଲା ଅଟେ। କାହିଁକି ଜାଣିଛ? ତୁମେମାନେ ତ ବାବାଙ୍କୁ ଖୋଜୁଥିଲ, କିନ୍ତୁ ପାଉନଥିଲ। ବାପ ଦାଦା କିନ୍ତୁ ତୁମ ପ୍ରତ୍ୟେକ ସନ୍ତାନକୁ ବହୁତ ସ୍ନେହ ପ୍ୟାର ସହିତ ବିଶ୍ୱର କୋଣ ଅନୁକୋଣରୁ ଖୋଜି ଖୋଜି ବାହାର କରିଛନ୍ତି। ତେବେ ସେତିକି ପ୍ରିୟ ହୋଇଥିବାରୁ ତ ଖୋଜି ଖୋଜି ବାହାର କରିଛନ୍ତି ନା? କାହିଁକି ନା ବାବା ଜାଣିଛନ୍ତି ଯେ ମୋର ଏଭଳି କୌଣସି ଗୋଟିଏ ବି ସନ୍ତାନ ନାହିଁ ଯାହା ଭିତରେ କୌଣସି ବିଶେଷତା ନଥିବ। ତେବେ କୌଣସି ବିଶେଷତା ହିଁ ତାକୁ ଏଠାକୁ ନେଇ ଆସିଛି। ଅତି କମରେ ଗୁପ୍ତ ରୂପରେ ଆସିଥିବା ବାବାଙ୍କୁ ଚିହ୍ନିତ ପାରିଛ ନା? ମେରା ବାବା ତ କହିଛ ନା? ତୁମେ ସମସ୍ତେ କହୁଛ ନା ମେରା ବାବା। ଏମିତି କେହି ଅଛି ଯିଏ କହୁଛି ତେରା ବାବା? କେହି ଅଛି କି? ସମସ୍ତେ କହୁଛନ୍ତି ମେରା ବାବା।
ତେଣୁ ବିଶେଷ ହେଲା ନା ଏତେ ବଡ଼ ବଡ଼ ବୈଜ୍ଞାନିକ ବଡ଼ ବଡ଼ VIP ଚିହ୍ନି ପାରିଲେ ନାହିଁ। କିନ୍ତୁ ତୁମେମାନେ ତ ଚିହ୍ନି ପାରିଛ ନା, ନିଜର କରି ଦେଇଛ ନା। ତେଣୁ ବାବା ମଧ୍ୟ ତୁମକୁ ନିଜର କରି ନେଇଛନ୍ତି। ଏହି ଖୁସିରେ ପାଳିତ ହେଉଛ ଏବଂ ଉଡ଼ୁଛ ନା, ଉଡ଼ୁଛ, ଚାଲୁନାହଁ, ଉଡ଼ୁଛ। କାହିଁକି ନା ଚାଲିଲା ବାଲା ବାବାଙ୍କ ସହିତ ନିଜ ଘରକୁ ଯାଇପାରିବେ ନାହିଁ। କାରଣ ବାବା ତ ଉଡ଼ିବା ବାଲା ଅଟନ୍ତି। ତେଣୁ ଚାଲିବା ବାଲା କିପରି ତାଙ୍କ ସାଥିରେ ଯିବେ? ସେଥିପାଇଁ ବାବା ସବୁ ପିଲାଙ୍କୁ ବରଦାନ କ'ଣ ଦେଉଛନ୍ତି? ଫରିସ୍ତା ସ୍ୱରୂପ ଭବ। ଫରିସ୍ତା ଉଡ଼ୁଥାଏ ନା, ଚାଲୁ ନଥାଏ, ଉଡ଼ୁଥାଏ। ତେବେ ତୁମେମାନେ ମଧ୍ୟ ଉଡ଼ିବା ବାଲା ତ ଅଟ ନା? କ'ଣ ଅଟ ତ? ଯେଉଁମାନେ ଉଡ଼ିବା କଳାବାଲା ଅଟ, ସେମାନେ ହାତ ଉଠାଅ। ନା କେବେ ଉଡ଼ିବାର କଳା, କେବେ ଚାଲିବାର କଳା? ବାବା ତୁମ ସମସ୍ତଙ୍କ ସହିତ ଗ୍ୟାରେଣ୍ଟି କରୁଛନ୍ତି ଯେ ଯାହା ବି କୌଣସି ପ୍ରକାରର ବୋଝ ଯଦି ମନ ଭିତରେ ବା ବୁଦ୍ଧିରେ ରହିଛି, ତାକୁ ବାବାଙ୍କୁ ଦେଇଦିଅ। ବାବା ସେଗୁଡ଼ିକୁ ନେବା ପାଇଁ ହିଁ ଆସିଛନ୍ତି। ତେବେ ବାବାଙ୍କୁ ବୋଝ ଦେଇଛ ନା କିଛି କିଛି ସାଇତି କରି ରଖିଛ? ଯେବେ କି ନେବା ବାଲା ନେବା ପାଇଁ ଚାହୁଁଛନ୍ତି, ତେବେ ବୋଝ ଦେବା ପାଇଁ ମଧ୍ୟ କ'ଣ ଭାବିବାକୁ ପଡ଼ୁଛି? ନା 63 ଜନ୍ମର ଅଭ୍ୟାସ ଅଛି ବୋଝ ଉଠାଇବାର? ତେବେ କେତେକ ପିଲା କେବେ କେବେ କହିଥାନ୍ତି, ଆମେ ଚାହୁଁନାହୁଁ ଯେ, କିନ୍ତୁ ଅଭ୍ୟାସର ବଶବର୍ତ୍ତୀ ଅଟୁ। ତେବେ ଏବେ ତ ବଶବର୍ତ୍ତୀ ନୁହେଁ ନା? ଏବେ ବଶବର୍ତ୍ତୀ ଅଟ ନା ଶକ୍ତିଶାଳୀ ଅଟ? ତେଣୁ ବଶୀଭୂତ କେବେ ବି ହୁଅ ନାହିଁ। ତୁମେ ତ ଶକ୍ତିଶାଳୀ ଆତ୍ମା ଅଟ ନା? କ'ଣ କହୁଛ ଶକ୍ତିମାନେ, ମଜବୁତ ଅଟ ନା? କ'ଣ ବୋଝ ଉଠାଇବାକୁ ଭଲ ଲାଗୁଛି କି? ବୋଝ ସହିତ ମୋହ ହୋଇଯାଇଛି କି? ଛାଡ଼ିଦିଅ, ଛାଡ଼ିଦେଲେ ମୁକ୍ତ ହୋଇଯିବ। ଯେହେତୁ ଛାଡ଼ୁନାହଁ, ତେଣୁ ମୁକୁଳି ପାରୁନାହଁ। ତେବେ ଛାଡ଼ିବାର ଆଧାର ହେଲା ଦୃଢ଼ ସଂକଳ୍ପ। କେହି କେହି କହୁଛନ୍ତି, ଆମେ ଦୃଢ଼ ସଂକଳ୍ପ ତ କରୁଛୁ, କିନ୍ତୁ ପୁଣି ବି ହେଉନାହିଁ। କାରଣ କ'ଣ? ତେବେ ଦୃଢ଼ ସଂକଳ୍ପ ତ କରୁଛ, କିନ୍ତୁ କରିଥିବା ଦୃଢ଼ ସଂକଳ୍ପକୁ ପରେ ଆଉ ଦୋହରାଉ ନାହଁ। ତେଣୁ ବାରମ୍ବାର ମନ ଭିତରେ ଦୋହରାଅ ଏବଂ ତାକୁ ହୃଦୟଙ୍ଗମ କର। ବୋଝ କ'ଣ ଏବଂ ଡବଲ ଲାଇଟ୍ ସ୍ଥିତିର ଅନୁଭବ କ'ଣ? ଅନୁଭୂତି କରିବାର କୋର୍ସକୁ ଏବେ ଆଉ ଟିକିଏ ଧ୍ୟାନ ଦିଅ। କହିବା ଏବଂ ଭାବିବା ତ କରୁଛ, କିନ୍ତୁ ଏବେ ଦିଲ୍ଲୀରେ ହୃଦୟଙ୍ଗମ କର। ବୋଝ କ'ଣ ଏବଂ ଡବଲ ଲାଇଟ୍ ସ୍ଥିତି କ'ଣ? ଦୁଇଟିର ଅନ୍ତରକୁ ସମ୍ମୁଖରେ ରଖ। କାହିଁକି ନା ବାପ ଦାଦା ଏବେ ସମୟ ପାଖେଇ ଆସୁଥିବାରୁ ସବୁ ପିଲାଙ୍କ ଭିତରେ କ'ଣ ଦେଖିବାକୁ ଚାହୁଁଛନ୍ତି? ଯାହା କହୁଛ ତାକୁ କରି ଦେଖାଅ। ଯାହା ଭାବୁଛ ତାକୁ ସ୍ୱରୂପରେ ଆଣ। କାହିଁକି ନା ମୁକ୍ତି ଏବଂ ଜୀବନ ମୁକ୍ତି ତୁମର ଜନ୍ମସିଦ୍ଧ ଅଧିକାର ମଧ୍ୟ ଅଟେ ଏବଂ ପିତାଙ୍କର ସମ୍ପତ୍ତି ମଧ୍ୟ ଅଟେ। ତୁମେମାନେ ସମସ୍ତଙ୍କୁ ଏହି ନିମନ୍ତ୍ରଣ ଦେଉଛ ନା, ଏଠାକୁ ଆସି ମୁକ୍ତି ଏବଂ ଜୀବନ ମୁକ୍ତିର ସମ୍ପତ୍ତି ନିଅ। ତେଣୁ ନିଜେ ନିଜକୁ ପଚାର, କ'ଣ ମୁକ୍ତିଧାମରେ ମୁକ୍ତିର ଅନୁଭବ ଏବଂ ସତ୍ୟ ଯୁଗରେ ଜୀବନ ମୁକ୍ତିର ଅନୁଭବ କରିବ, ନା ଏବେ ସଙ୍ଗମ ଯୁଗରେ ମୁକ୍ତି ଜୀବନ ମୁକ୍ତିର ସଂସ୍କାର ତିଆରି କରିବ? କାହିଁକି ନା ତୁମେମାନେ କହୁଛ ନା ଯେ ଆମେ ଏବେ ନିଜର ଈଶ୍ୱରୀୟ ସଂସ୍କାର ଦ୍ୱାରା ଦୈବୀ ସଂସାର ନିର୍ମାଣ କରୁଛୁ, ନିଜର ସଂସ୍କାର ଦ୍ୱାରା ନୂଆ ସଂସାର ତିଆରି କରୁଛୁ। ତେବେ ଏହି ସଙ୍ଗମ ଯୁଗରେ ହିଁ ମୁକ୍ତି ଏବଂ ଜୀବନ ମୁକ୍ତିର ସଂସ୍କାର ପ୍ରକଟ ହେବା ଦରକାର ନା? ତେଣୁ ଚେକ୍ କର ଯେ ସର୍ବବନ୍ଧନ ଗୁଡ଼ିକରୁ ମୋର ମନ ଏବଂ ବୁଦ୍ଧି ମୁକ୍ତ ହେଲାଣି ତ? କାହିଁକି ନା ବ୍ରାହ୍ମଣ ଜୀବନରେ ପୂର୍ବ ଜୀବନର ଅନେକ ପ୍ରକାରର ବନ୍ଧନରୁ ମୁକ୍ତ ହୋଇଯାଇଛ, କିନ୍ତୁ ସବୁ ପ୍ରକାରର ବନ୍ଧନ ଠାରୁ ମୁକ୍ତ ହୋଇଛ ନା କିଛି କିଛି ବନ୍ଧନ ଏବେ ମଧ୍ୟ ତୁମକୁ ବାନ୍ଧି ରଖିଛି? ଏହି ବ୍ରାହ୍ମଣ ଜୀବନରେ ମୁକ୍ତି ଏବଂ ଜୀବନ ମୁକ୍ତିର ଅନୁଭବ କରିବା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠତା ଅଟେ। କାହିଁକି ନା ସତ୍ୟ ଯୁଗରେ ଜୀବନ ମୁକ୍ତ ବା ଜୀବନ ବନ୍ଧନ ଦୁଇଟି ଯାକର ହିଁ ଜ୍ଞାନ ନଥିବ। ଏହାକୁ କେବଳ ଏବେ ହିଁ ଅନୁଭବ କରିପାରିବ। ଜୀବନ ମୁକ୍ତି କ'ଣ, ଜୀବନ ବନ୍ଧନ କ'ଣ? କାହିଁକି ନା ତୁମମାନଙ୍କର ପ୍ରତିଜ୍ଞା ହେଉଛି, ଅନେକ ଥର ତ ପ୍ରତିଜ୍ଞା କରିସାରିଛ। କ'ଣ ପ୍ରତିଜ୍ଞା କରିଛ ମନେ ଅଛି? ଯଦି କାହାକୁ ପଚାରିବ
ତୁମର ଏହି ବ୍ରାହ୍ମଣ ଜୀବନର ଲକ୍ଷ୍ୟ କ'ଣ? ତେବେ ଉତ୍ତର କ'ଣ ଦେଉଛ? ବାପ ସମାନ ହେବୁ। ଏହା ତ ପକ୍କା ଅଟେ ନା? ବାପ ସମାନ ହେବାର ଅଛି ନା? ନା ଅଳ୍ପ ଅଳ୍ପ ହେବ? ତେଣୁ ସମାନ ତ ହେବ ନା? ନା ଅଳ୍ପ କିଛି ହୋଇଗଲେ ମଧ୍ୟ ଚଳିବ? ଚଳିବ ତ? ତାକୁ ସମାନ ତ କୁହାଯିବ ନାହିଁ ନା? ତେବେ ବାବା ତ ମୁକ୍ତ ଅଟନ୍ତି ନା ବନ୍ଧନଯୁକ୍ତ ଅଟନ୍ତି? ଯଦି କୌଣସି ପ୍ରକାରର ଚାହେଁ ଦେହର ହେଉ ବା ଦେହର କୌଣସି ସମ୍ବନ୍ଧର ହେଉ, ମାତା ପିତା ବନ୍ଧୁ ସଖାଙ୍କ ସହିତ ମଧ୍ୟ ନଥାଇ କିନ୍ତୁ ଦେହ ସହିତ କର୍ମେନ୍ଦ୍ରିୟ ଗୁଡ଼ିକର ଯେଉଁ ସମ୍ବନ୍ଧ ରହିଛି, ସେଗୁଡ଼ିକ ମଧ୍ୟରୁ ଯଦି କାହାର ବି ବନ୍ଧନ ରହିଛି ବା କୌଣସି ଅଭ୍ୟାସର ବନ୍ଧନ ରହିଛି ବା ସ୍ୱଭାବର ବନ୍ଧନ ରହିଛି ବା ପୁରୁଣା ସଂସ୍କାରର ମଧ୍ୟ ବନ୍ଧନ ରହିଛି, ତେବେ ବାପ ସମାନ କିପରି ହେଲ? କିନ୍ତୁ ପ୍ରତିଦିନ ପ୍ରତିଜ୍ଞା କରିଚାଲିଛ ଯେ ମୋତେ ବାବାଙ୍କ ସମାନ ହିଁ ହେବାର ଅଛି। ଯଦି ହାତ ଉଠା କରାଯାଉଛି, ତେବେ ସମସ୍ତେ କ'ଣ କହୁଛନ୍ତି? ଲକ୍ଷ୍ମୀ ନାରାୟଣ ହେବୁ। ବାପ ଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ବହୁତ ଭଲ ଭଲ ପ୍ରତିଜ୍ଞା କରୁଛନ୍ତି, କିନ୍ତୁ ପ୍ରତିଜ୍ଞାର ଲାଭ ଉଠାଉନାହାନ୍ତି। ପ୍ରତିଜ୍ଞା ଅର୍ଥାତ ୱାଇଦା ଏବଂ ଫାଇଦାର ସନ୍ତୁଳନ ରଖିବା ଜାଣିନାହାନ୍ତି। ତେଣୁ ୱାଇଦାର ଫାଇଲି ବାପ ଦାଦାଙ୍କ ପାଖରେ ବହୁତ ବହୁତ ବଡ଼ ହୋଇଗଲାଣି ଏବଂ ସେଠାରେ ସମସ୍ତଙ୍କର ଫାଇଲି ଅଛି। ସେହିଭଳି ଫାଇଦାର ମଧ୍ୟ ଫାଇଲି ରହିବା ଦରକାର। ଯଦି ଦୁଇଟିର ସନ୍ତୁଳନ ରହିବ, ତେବେ କେତେ ଭଲ ଲାଗିବ। ଏମାନେ ସବୁ ସେବା କେନ୍ଦ୍ର ଗୁଡ଼ିକର ଟିଚରମାନେ ବସିଛନ୍ତି ନା? ଏମାନେ ତ ସେବା କେନ୍ଦ୍ରର ନିବାସୀ ଅଟନ୍ତି ନା? ତେବେ ସମାନ ହେବା ବାଲା ହେଲେ ନା? ସେଣ୍ଟରରେ ରହୁଥିବା ନିମିତ୍ତ ପିଲାମାନେ ତ ସମାନ ହେବା ଦରକାର ନା? ଏବଂ ସମାନ ମଧ୍ୟ ଅଟନ୍ତି, କିନ୍ତୁ କେବେ କେବେ ଟିକିଏ ଚପଳତା କରିଦେଉଛନ୍ତି। ବାପ ଦାଦା ତ ସବୁ ପିଲାଙ୍କର ସାରା ଦିନର ହାଲ ଏବଂ ଚାଲ ଉଭୟକୁ ଦେଖୁଛନ୍ତି ନା? ତୁମମାନଙ୍କ ଦାଦି ମଧ୍ୟ ବତନରେ ତ ଥିଲେ ନା? ତେଣୁ ଦାଦି ମଧ୍ୟ ଦେଖୁଥିଲେ ଏବଂ କ'ଣ କହୁଥିଲେ ଜାଣିଛ? କହୁଥିଲେ, ବାବା କ'ଣ ଏଭଳି ବି ହେଉଛି? ଏହିଭଳି ସବୁ ହେଉଛି, ଏହିଭଳି କରୁଛନ୍ତି, ଆପଣ ବସି ଦେଖୁଛନ୍ତି। ଶୁଣିଲ ତ ତୁମର ଦାଦି କ'ଣ ଦେଖିଲେ? ତେଣୁ ଏବେ ବାପ ଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ମୁକ୍ତି ଏବଂ ଜୀବନ ମୁକ୍ତି ରୂପୀ ସମ୍ପତ୍ତିର ଅଧିକାରୀ ହେଉ। କାହିଁକି ନା ଏବେ ହିଁ ସମ୍ପତ୍ତି ମିଳୁଛି। ସତ୍ୟଯୁଗରେ ତ ସ୍ୱାଭାବିକ ଜୀବନଶୈଳୀ ହୋଇଯିବ। ବର୍ତ୍ତମାନର ଅଭ୍ୟାସ ହିଁ ସ୍ୱାଭାବିକ ଜୀବନ ପାଲଟିଯିବ। କିନ୍ତୁ ସମ୍ପତ୍ତିର ଅଧିକାର ଏବେ ସଙ୍ଗମ ଯୁଗରେ ହିଁ ମିଳୁଛି। ସେଥିପାଇଁ ବାପ ଦାଦା ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ନିଜେ ନିଜେ ଚେକ୍ କରନ୍ତୁ ଯେ ଯଦି କୌଣସି ବନ୍ଧନ ତୁମକୁ ଆକର୍ଷିତ କରୁଛି, ତେବେ ତା'ର କାରଣ କ'ଣ? ଚିନ୍ତା କର ଏବଂ ତା ସହିତ ନିବାରଣ ମଧ୍ୟ ଚିନ୍ତା କର। ନିବାରଣ ମଧ୍ୟ ବାପ ଦାଦା ଅନେକ ଥର ଭିନ୍ନ ଭିନ୍ନ ରୂପରେ ଶୁଣାଇ ସାରିଛନ୍ତି। ସର୍ବଶକ୍ତିର ମଧ୍ୟ ବରଦାନ ଦେଇଛନ୍ତି। ସର୍ବଗୁଣରୂପୀ ସମ୍ପତ୍ତି ମଧ୍ୟ ଦେଇଛନ୍ତି। ତେବେ ସମ୍ପତ୍ତିକୁ ବ୍ୟବହାର କରିଲେ ହିଁ ସମ୍ପତ୍ତି ବଢ଼ିଥାଏ। ବାବା ଦେଖୁଛନ୍ତି ସମ୍ପତ୍ତି ମଧ୍ୟ ସମସ୍ତଙ୍କ ପାଖରେ ଅଛି। ସମସ୍ତଙ୍କର ଷ୍ଟକକୁ ମଧ୍ୟ ଦେଖୁଛନ୍ତି। ତୁମମାନଙ୍କର ବୁଦ୍ଧି ହିଁ ଷ୍ଟକ୍ ରୁମ୍ ଅଟେ। ତେଣୁ ବାପ ଦାଦା ସମସ୍ତଙ୍କର ଷ୍ଟକକୁ ଦେଖୁଛନ୍ତି। ଷ୍ଟକରେ ତ ଅଛି, କିନ୍ତୁ ସମ୍ପତ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉନାହଁ। କେବଳ ଜ୍ଞାନର ପଏଣ୍ଟ ହିସାବରେ ଚିନ୍ତା କରୁଛ। ଏହା କରିବାର ନାହିଁ, ଏହା କରିବାର ଅଛି। କେବଳ ପଏଣ୍ଟ ରୂପରେ ବ୍ୟବହାର କରୁଛ। ଏହିଭଳି ଭାବୁଛନ୍ତି, କିନ୍ତୁ ନିଜେ ପଏଣ୍ଟ ଅର୍ଥାତ ବିନ୍ଦୁ ହୋଇ ଜ୍ଞାନର ପଏଣ୍ଟ ଗୁଡ଼ିକୁ ବ୍ୟବହାର କରୁନାହଁ। ସେଥିପାଇଁ ପଏଣ୍ଟ ଗୁଡ଼ିକ ଷ୍ଟକରେ ହିଁ ରହିଯାଉଛି। ତେଣୁ ସେଗୁଡ଼ିକୁ ଯଦି ନିଜେ ପଏଣ୍ଟ ସ୍ୱରୂପ ହୋଇ କାର୍ଯ୍ୟରେ ଲଗାଇବ, ତେବେ ସବୁ ସମସ୍ୟାର ନିବାରଣ ହୋଇଯିବ। କହୁଛ ମଧ୍ୟ ଏଭଳି କରିବାର ନାହିଁ, ପୁଣି ବି ଭୁଲି ଯାଉଛ। କରିବା ସହିତ ଭୁଲି ବି ଯାଉଛ। କହିବା ସହିତ ଭୁଲି ବି ଯାଉଛ। ତେବେ ବିଧି ମଧ୍ୟ ଏତେ ସହଜ ଶୁଣାଉଛୁ, ଯାହାକି ଏହି ସଙ୍ଗମ ଯୁଗରେ କେବଳ ବିନ୍ଦୁର ହିଁ କମାଲ ଅଟେ। ବାସ୍ କେବଳ ବିନ୍ଦୁକୁ ହିଁ ବ୍ୟବହାର କର। ଅନ୍ୟ କୌଣସି ମାତ୍ରା ଲଗାଇବାର ଆବଶ୍ୟକତା ନାହିଁ।
କେବଳ 3ଟି ବିନ୍ଦୁକୁ ବ୍ୟବହାର କର, ଆତ୍ମା ବିନ୍ଦୁ, ବାବା ବିନ୍ଦୁ ଏବଂ ଡ୍ରାମା ବିନ୍ଦୁ। ଯଦି ଏହି 3ଟି ବିନ୍ଦୁକୁ ବ୍ୟବହାର କରି ଚାଲିବ, ତେବେ ବାପ ସମାନ ହେବାରେ କୌଣସି ଅସୁବିଧା ହେବ ନାହିଁ। ଲଗାଇବାକୁ ଚାହୁଁଛ ବିନ୍ଦୁ, କିନ୍ତୁ ଲଗାଇବା ସମୟରେ ହାତ ହଲିଯାଉଛି, ଯାହାଦ୍ୱାରା ପ୍ରଶ୍ନବାଚକ ବା ବିସ୍ମୟବାଚକ ଚିହ୍ନ ହୋଇଯାଉଛି। ସେଠାରେ ହାତ ହଲିଯାଉଛି, ଏଠାରେ ବିନ୍ଦୁ ହଲିଯାଉଛି। ନଚେତ 3ଟି ବିନ୍ଦୁକୁ ସ୍ମୃତିରେ ରଖିବା କ'ଣ ବଡ଼ କଥା? ବାପ ଦାଦା ତ ଆଉ ଗୋଟିଏ ସହଜ ବିଧି ମଧ୍ୟ ଶୁଣାଉଛନ୍ତି। ତାହା କ'ଣ? ଦୁଆଁ ଅର୍ଥାତ୍ ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ। ଆଚ୍ଛା, ଯଦି ଶକ୍ତିଶାଳୀ ଯୋଗ କରିପାରୁନାହଁ, ଧାରଣା ମଧ୍ୟ କମ୍ ଅଛି, ଭାଷଣ କରିବା ପାଇଁ ମଧ୍ୟ ସାହସ ହେଉନାହିଁ, ତେବେ ଦୁଆ ଦିଅ ଏବଂ ଦୁଆ ନିଅ। ଏହି ଗୋଟିଏ କାମ କର। ଆଉ ସବୁ କଥା ଛାଡ଼, କେବଳ ଏହି ଗୋଟିଏ କଥା କର। ମୋତେ ଦୁଆ ଦେବାର ଅଛି, ଦୁଆ ନେବାର ଅଛି। ଯାହା ବି ହୋଇଯାଉ, ଯିଏ ଯାହା ବି ମୋତେ ଦେଉ, କିନ୍ତୁ ମୋତେ ସମସ୍ତଙ୍କୁ ଦୁଆ ଦେବାର ଅଛି ଏବଂ ନେବାର ଅଛି। ଏହି ଗୋଟିଏ କଥା ତ ପକ୍କା କର। ଏଥିରେ ସବୁ ଠିକ୍ ହୋଇଯିବ। ଯଦି ଅନ୍ୟକୁ ଦୁଆ ଦେବ ଏବଂ ସେମାନଙ୍କଠାରୁ ଦୁଆ ନେବ, ତେବେ କ'ଣ ଏହାଦ୍ୱାରା ଗୁଣ ଏବଂ ଶକ୍ତି ଆସିପାରିବ ନାହିଁ? ଆପେ ଆପେ ଆସିଯିବ। କେବଳ ଏହି ଗୋଟିଏ ଲକ୍ଷ୍ୟ ରଖ। ଗୋଟିଏ ଦିନ ଅଭ୍ୟାସ କରି ଦେଖ, ପୁଣି 7 ଦିନ ଅଭ୍ୟାସ କରି ଦେଖ। ଯଦି ଆଉ କିଛି କଥା ବୁଦ୍ଧିକୁ ଆସୁନାହିଁ, ତେବେ ଏହି ଗୋଟିଏ କଥା ତ ଆସିପାରିବ ନା। ଯାହା ବି ହୋଇଯାଉ, ମୋତେ ଦୁଆ ଦେବାର ଅଛି ଏବଂ ନେବାର ଅଛି। ଏତିକି ତ କରିପାରିବ ନା ନାହିଁ? କରିପାରିବ? ଆଚ୍ଛା, ଏଠାରୁ ଗଲା ପରେ ପରୀକ୍ଷା କରି ଦେଖ। ଏହାଦ୍ୱାରା ଆପେ ଆପେ ସମସ୍ତେ ଯୋଗଯୁକ୍ତ ହୋଇଯିବ। କାରଣ ବ୍ୟର୍ଥ କର୍ମ ତ କରିବ ହିଁ ନାହିଁ। ତେବେ ଯୋଗଯୁକ୍ତ ତ ହୋଇଗଲ ନା। କିନ୍ତୁ ଲକ୍ଷ୍ୟ ରଖ, ଦୁଆ ଦେବି ଏବଂ ନେବି। ଯିଏ ଯାହା ବି ହେଉ, ଅଭିଶାପ ମଧ୍ୟ ମିଳିବ। କ୍ରୋଧ କରିବା ଭଳି କଥା ମଧ୍ୟ ଆସିବ। କାହିଁକି ନା ତୁମେ ଯଦି ପ୍ରତିଜ୍ଞା କରିବ, ତେବେ ମାୟା ମଧ୍ୟ ଶୁଣୁଛି ନା। ତୁମେ ଯଦି ପ୍ରତିଜ୍ଞା କରିଲ, ତେବେ ସେ ମଧ୍ୟ ତାର କାମ କରିବ ନା। ତୁମେ ଯେତେବେଳେ ମାୟାଜିତି ହୋଇଯିବ, ସେତେବେଳେ ଆଉ ମାୟା ଆସିବ ନାହିଁ। ଏବେ ତ ତୁମେମାନେ ମାୟାଜିତି ହେବାର ପୁରୁଷାର୍ଥ କରୁଛ ନା। ତେଣୁ ସେ ମଧ୍ୟ ତାର କାମ କରିବ। କିନ୍ତୁ ମୋତେ ଦୁଆ ଦେବାର ଅଛି ଏବଂ ନେବାର ଅଛି। କ'ଣ ହୋଇପାରିବ ତ? ଯେଉଁମାନେ କହୁଛ ହୋଇପାରିବ, ସେମାନେ ହାତ ଉଠାଅ। ଆଚ୍ଛା, ଶକ୍ତିମାନେ ହାତ ଉଠାଅ। କ'ଣ ହୋଇପାରିବ ତ? ସବୁଆଡ଼ୁ ଟିଚରମାନେ ଆସିଛନ୍ତି ନା। ତେଣୁ ତୁମେମାନେ ଯେତେବେଳେ ନିଜ ନିଜ ଦେଶକୁ ଯିବ, ତେବେ ପ୍ରଥମେ ସମସ୍ତଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ହୋମୱାର୍କ କରିବ ଏବଂ ଫଳାଫଳ ଲେଖି ପଠାଇବ। ତୁମର କ୍ଲାସର ବିଦ୍ୟାର୍ଥୀଙ୍କ ସଂଖ୍ୟା କେତେ? ସେଥିରୁ କେତେଜଣ ଓକେ ହେଲେ, କେତେଜଣ ଅଳ୍ପ ଅଳ୍ପ ହେଲେ, ଆଉ କେତେଜଣ ପକ୍କା ହେଲେ, ଏହିଭଳି ସମାଚାର ଦେବ। ଏତେଜଣ ଓକେ ଅଛନ୍ତି, ଆଉ ଏତେ ଜଣଙ୍କର ଓକେ ହେବାରେ ଟିକିଏ କମି ଅଛି। ଏହି ପାଳିରେ ଯେହେତୁ ଡବଲ ବିଦେଶୀମାନେ ଆସିଛନ୍ତି, ତେଣୁ ସେମାନେ ଡବଲ କାମ କରିବେ ନା। ପ୍ରଥମେ ଗୋଟିଏ ସପ୍ତାହର ଫଳାଫଳ ପଠାଅ, ତାପରେ ବାପଦାଦା ଦେଖିବେ। ତେବେ ଏହା ତ ସହଜ ଅଟେ ନା, କଷ୍ଟକର ତ ନୁହେଁ ନା। ମାୟା ମଧ୍ୟ ଆସିବ। ତୁମେ କହିବ, ବାବା, ମୋର ତ ଏଭଳି ସଂକଳ୍ପ ପୂର୍ବରୁ କେବେ ଆସୁନଥିଲା, ଏବେ କାହିଁକି ଆସୁଛି? ଏଭଳି ମଧ୍ୟ ହେବ। କିନ୍ତୁ ଦୃଢ଼ ନିଶ୍ଚୟବାଲା ଆତ୍ମାର ବିଜୟ ସୁନିଶ୍ଚିତ ଅଟେ, କାରଣ ଦୃଢ଼ତାର ଫଳ ସଫଳତା ଅଟେ। ସଫଳତା ନ ହେବାର କାରଣ ହେଲା ଦୃଢ଼ତାର କମି। ତେଣୁ ଦୃଢ଼ତା ଆଧାରରେ ସଫଳତା ପ୍ରାପ୍ତ କରିବାକୁ ହିଁ ପଡ଼ିବ। ତେବେ ସେବା ଯେପରି ଉମଙ୍ଗ ଉତ୍ସାହର ସହିତ କରୁଛ, ସେହିପରି ନିଜର ମଧ୍ୟ ସେବା କର। ସ୍ୱସେବା ଏବଂ ବିଶ୍ୱସେବା। ସ୍ୱସେବା ଅର୍ଥାତ୍ ନିଜକୁ ଚେକ୍ କରିବା ଏବଂ ନିଜକୁ ବାପ ସମାନ କରିବା। ଯଦି କୌଣସି ବି କମଜୋରି ଅଛି, ତେବେ ବାବାଙ୍କୁ ଦେଇଦିଅ ନା। କାହିଁକି ଜାବୁଡ଼ି ଧରିଛ? ଏସବୁ ବାବାଙ୍କୁ ଭଲ ଲାଗୁନାହିଁ। ଦୋଷ ଦୁର୍ବଳତା ଗୁଡ଼ିକୁ କାହିଁକି ପାଖରେ ରଖୁଛ? ଦେଇଦିଅ। ଦେବା ସମୟରେ ଛୋଟ ପିଲା ହୋଇଯାଅ।
ଯେପରି ଛୋଟ ପିଲା କୌଣସି ଜିନିଷକୁ ଯଦି ସମ୍ଭାଳି ନ ପାରିବ ବା କୌଣସି ଜିନିଷ ତା'ର ପସନ୍ଦ ନଥାଏ, ତେବେ ସେ କ'ଣ କରେ? କହିବ, ମମି, ପାପା, ଏହାକୁ ତୁମେ ନେଇଯାଅ। ସେହିପରି କୌଣସି ପ୍ରକାରର ବୋଝ ବା ବନ୍ଧନ ଯାହାକି ତୁମକୁ ଭଲ ଲାଗୁନାହିଁ, କାହିଁକି ନା ବାପ ଦାଦା ଦେଖୁଛନ୍ତି। ଗୋଟିଏ ପଟେ ଏକଥା ଭାବୁଛ ଯେ ଏହା ତ ଭଲ କଥା ନୁହେଁ, ଠିକ୍ କଥା ନୁହେଁ, କିନ୍ତୁ କ'ଣ କରିବି, କିପରି କରିବି? ତେବେ ଏହା ତ ଭଲ ନୁହେଁ ନା। ଗୋଟିଏ ପଟେ କହୁଛ ଏହା ଭଲ ନୁହେଁ, ଆଉ ଗୋଟିଏ ପଟେ ତାକୁ ସାଇତି ରଖୁଛ, ତେବେ ଏହାକୁ କ'ଣ କୁହାଯିବ? କ'ଣ ଭଲ କହିବା? ଏହା ତ ଭଲ କଥା ନୁହେଁ ନା। ତେବେ ତୁମକୁ କ'ଣ ହେବାର ଅଛି? ଭଲରୁ ଭଲ ହେବାକୁ ଚାହୁଁଛ ନା? କେବଳ ଭଲ ବି ନୁହେଁ, ଭଲରୁ ଭଲ। ତେଣୁ ଏଭଳି ଯଦି କୌଣସି ଦ୍ୱନ୍ଦ୍ୱ ରହୁଛି, ତେବେ ବାବା ତ ସର୍ବଦା ସାଥିରେ ଅଛନ୍ତି, ତାଙ୍କୁ ଦେଇଦିଅ। ପୁଣି ବି ଯଦି ତାହା ଫେରିଆସିବ, ତେବେ ତାକୁ ଅମାନତ ଅର୍ଥାତ୍ ନିଜର ଜିନିଷ ଭାବି ପୁଣି ଦେଇଦିଅ। କାରଣ ଅମାନତରେ ଖୟାନତ ଅର୍ଥାତ୍ ଅନ୍ୟର ଜିନିଷକୁ ନିଜ କାର୍ଯ୍ୟରେ ଲଗାନ୍ତି ନାହିଁ। କାହିଁକି ନା ତୁମେ ତ ଦେଇଛ ନା, ତେଣୁ ତାହା ତ ବାବାଙ୍କର ଜିନିଷ ହୋଇଗଲା। ବାବାଙ୍କର ଜିନିଷ ହେଉ ବା ଅନ୍ୟ କାହାର ଜିନିଷ ହେଉ, ଯଦି ଭୁଲରେ ତୁମ ପାଖକୁ ଆସିଗଲା, ତେବେ କ'ଣ ତାକୁ ଆଲମାରିରେ ରଖିଦେବ? କ'ଣ ରଖିଦେବ? ବାହାର କରିଦେବ ନା। ଯେମିତି ହେଉ ତାକୁ ବାହାର କରିଦେବ ନା, କେବେ ବି ରଖିବ ନାହିଁ। ତେବେ ଏଗୁଡ଼ିକୁ କାହିଁକି ରଖିଛ? ଦେଇଦିଅ। ବାବା ତ ନେବା ପାଇଁ ହିଁ ଆସିଛନ୍ତି, ଆଉ ତ କିଛି ତୁମ ପାଖରେ ନାହିଁ ଯାହାକି ଦେଇପାରିବ। କିନ୍ତୁ ଏଗୁଡ଼ିକୁ ତ ଦେଇପାରିବ ନା। ଏହା ତ ଅରଖ ଫୁଲ ଭଳି ଅଟେ ନା। ତେଣୁ ଦେଇଦିଅ। କ'ଣ ସାଇତି ରଖିବାକୁ ଭଲ ଲାଗୁଛି କି? ଆଚ୍ଛା, ଚାରିଆଡ଼ର ସମସ୍ତ ବାପ ଦାଦାଙ୍କର ଦିଲ୍ ପସନ୍ଦ ପିଲାମାନଙ୍କୁ ବାବା ତ ଦିଲାରାମ ଅଟନ୍ତି ନା। ତେଣୁ ଦିଲାରାମଙ୍କର ଦିଲ୍ ପସନ୍ଦ ପିଲାମାନଙ୍କୁ, ସ୍ନେହର ଅନୁଭବର ଲହଡ଼ିରେ ସଦାସର୍ବଦା ଖେଳୁଥିବା ପିଲାମାନଙ୍କୁ, ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ, ସ୍ୱପ୍ନରେ ମଧ୍ୟ ଅନ୍ୟ କେହି ନୁହେଁ, ଏହିଭଳି ବାପ ଦାଦାଙ୍କର ଅତି ପ୍ରିୟ ଏବଂ ଦେହଭାନଠାରୁ ଅତି ନିଆରା ଶିଖିଲ ଦେ ପଦ୍ମଗୁଣା ଭାଗ୍ୟଶାଳୀ ପିଲାମାନଙ୍କୁ ଦିଲ୍ଲୀର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମଗୁଣା ଆଶୀର୍ବାଦ ସ୍ୱୀକାର ହେଉ। ଏହା ସହିତ ବାଳକ ତଥା ମାଲିକ ପିଲାମାନଙ୍କୁ ବାପ ଦାଦାଙ୍କର ନମସ୍ତେ। ଆମ ଆତ୍ମିକ ପିଲାମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଆଜିର ବରଦାନ। ଈଶ୍ୱରୀୟ ମର୍ଯ୍ୟାଦା ଆଧାରରେ ବିଶ୍ୱ ସମ୍ମୁଖରେ ଉଦାହରଣ ମୂରତ ହେଉଥିବା ସହଯୋଗୀ ଭବ। ଈଶ୍ୱରୀୟ ମର୍ଯ୍ୟାଦା ଆଧାରରେ ବିଶ୍ୱ ସମ୍ମୁଖରେ ଉଦାହରଣ ମୂରତ ହେଉଥିବା ସହଯୋଗୀ ଭବ। ଡିଟେଲ୍ସ। ବିଶ୍ୱ ସମ୍ମୁଖରେ ଉଦାହରଣ ହେବା ପାଇଁ ଅମୃତବେଳା ଠାରୁ ରାତ୍ରି ପର୍ଯ୍ୟନ୍ତ ଯାହା ସବୁ ଈଶ୍ୱରୀୟ ମର୍ଯ୍ୟାଦା ଗୁଡ଼ିକ ରହିଛି, ସେହି ଅନୁସାରେ ଚାଲୁଥାଅ। ବିଶେଷ କରି ଅମୃତ ବେଳାର ମହତ୍ତ୍ୱକୁ ଜାଣି ସେହି ସମୟରେ ଯଦି ନିଜର ସ୍ଥିତିକୁ ଶକ୍ତିଶାଳୀ କରିଦେବ, ତେବେ ସାରା ଦିନର ଜୀବନ ମହାନ ହୋଇଯିବ। ଯଦି ଅମୃତ ବେଳାରେ ବିଶେଷ ଭାବରେ ବାବାଙ୍କଠାରୁ ନିଜ ଭିତରେ ଶକ୍ତି ଗୁଡ଼ିକୁ ଭରିନେବ, ତେବେ ଶକ୍ତି ସ୍ୱରୂପ ହୋଇ ଚାଲିବା ଦ୍ୱାରା କୌଣସି ବି କାର୍ଯ୍ୟ କଷ୍ଟକର ଅନୁଭବ ହେବ ନାହିଁ ଏବଂ ମର୍ଯ୍ୟାଦା ପୂର୍ବକ ଜୀବନ ବ୍ୟତୀତ କରିବା ଦ୍ୱାରା ସହଜ ଯୋଗୀର ସ୍ଥିତି ମଧ୍ୟ ସହଜରେ ହୋଇଯିବ। ତାପରେ ବିଶ୍ୱ ତୁମର ଜୀବନକୁ ଦେଖି ନିଜର ଜୀବନ ତିଆରି କରିବ। ଆଜିର ସ୍ଲୋଗାନ। ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ପବିତ୍ରତା ରୂପୀ ଶ୍ରେଷ୍ଠତାର ଅନୁଭବ କରାଅ। ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ପବିତ୍ରତା ରୂପୀ ଶ୍ରେଷ୍ଠତାର ଅନୁଭବ କରାଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ପ୍ରୟୋଗୀ ଆତ୍ମା ସର୍ବଦା ନିଜର ସଂସ୍କାର ଗୁଡ଼ିକ ଉପରେ, ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତି ଗୁଡ଼ିକ ଉପରେ ଏବଂ ସର୍ବ ବିକାର ଉପରେ ବିଜୟୀ ହୋଇଥିବ।
ଯୋଗୀ ବା ପ୍ରୟୋଗୀ ଆତ୍ମା ସମ୍ମୁଖରେ ଏହି 5 ବିକାର ରୂପୀ ସାପ ଗୁଡ଼ିକ ଗଳାର ମାଳା ଅଥବା ଖୁସିର ନୃତ୍ୟ କରିବାର ମଞ୍ଚ ପାଲଟି ଯିବେ। ଓମ୍ ଶାନ୍ତି।